ଅଷ୍ଟ୍ରେଲିଆ ବିପକ୍ଷ ସୁପର 8 ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଫର୍ମକୁ ଫେରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଦିନିକିଆ ବିଶ୍ୱକପ୍ରେ ମିଳିଥିବା ପରାଜୟର ରାଗ ସୁଝାଇଛନ୍ତି ରୋହିତ। ପୁଣି ଥରେ ଅଷ୍ଟ୍ରେଲିଆ ଦେଖିଛି ରୋହିତଙ୍କ ହିଟମ୍ୟାନ୍ ରୂପ। 41 ବଲ୍ରେ 92 ରନ୍ର ବିସ୍ଫୋରକ ଇନିଂସ ଖେଳିବା ପରେ ଶତକରୁ ବଞ୍ଚିତ ହୋଇଛନ୍ତି ରୋହିତ। କିନ୍ତୁ ଏହା ଭିତରେ ଅନେକ ଗୁଡ଼ିଏ ରେକର୍ଡ ଭାଙ୍ଗି ଚୁରମାର କରିଦେଇଛନ୍ତି। ଟି20 ବିଶ୍ୱକପ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହ ସିକ୍ସର କିଙ୍ଗ ପାଲଟିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା। ଡ୍ୟାରେନ୍ ସାମି ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଅଷ୍ଟ୍ରେଲିଆ। ସୁପର 8 ପର୍ଯ୍ୟାୟରେ ଉଭୟ ଦଳର ଏହି ଶେଷ ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦିନିକିଆ ବିଶ୍ୱକପ୍ର ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲେ ଭାରତର ଅଧିନାୟକ ରୋହିତ ଶର୍ମା। ପ୍ରଥମ ଓଭରରୁ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ପ୍ରମୁଖ ବୋଲରଙ୍କୁ ସେ ଟାର୍ଗେଟ୍ କରିଥିଲେ। ମିଚେଲ ଷ୍ଟାର୍କ ଗୋଟିଏ ଓଭରରେ 3ଟି ଛକା ଏବଂ ଗୋଟିଏ ଚୌକା ମାରି ତାଙ୍କ ଲକ୍ଷ୍ୟ ସ୍ପଷ୍ଟ କରିଦେଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ରୋହିତ ମାତ୍ର 19 ବଲ୍ରୁ ହିଁ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ଏହା ସହିତ ଟି20 ବିଶ୍ୱକପ୍ରେ ସବୁଠାରୁ କମ୍ ବଲ୍ରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି ରୋହିତ ଶର୍ମା। ଏହା ବ୍ୟତୀତ ଛକା ମାରିବା ତାଲିକାରେ ମଧ୍ୟ ରୋହିତ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ମ୍ୟାଚ୍ରେ ପଞ୍ଚମ ଛକା ମାରିବା ମାତ୍ରେ ଏକ ବଡ଼ ରେକର୍ଡ କରିଛନ୍ତି ରୋହିତ। ଏହି ଛକା ସହ ଟି20 ଇଣ୍ଟରନ୍ୟାସନାଲରେ 200 ଛକା ମାରିବାରେ ବିଶ୍ୱର ପ୍ରଥମ କ୍ରିକେଟର ପାଲଟିଛନ୍ତି ରୋହିତ ଶର୍ମା। ମ୍ୟାଚ୍ରେ 41 ବଲ୍ରୁ 92 ରନ୍ କରିଥିବା ବେଳେ ରୋହିତ ମୋଟ 8ଟି ଛକା ଏବଂ 7ଟି ଚୌକା ମାରିଛନ୍ତି। ବର୍ତ୍ତମାନ ଟି20 କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା। ଏହାପରେ ଦ୍ୱିତୀୟରେ ନ୍ୟୁଜିଲାଣ୍ଡ ବ୍ୟାଟର ମାର୍ଟିନ ଗପ୍ଟିଲ୍, ତୃତୀୟରେ ଇଂଲଣ୍ଡ ଓପନର ଜସ୍ ବଟଲର ରହିଛନ୍ତି। ରୋହିତ ଶର୍ମା 203 ଛକା ମାରିଥିବା ବେଳେ ମାର୍ଟିନ ଗପ୍ଟିଲ୍ 173 ଏବଂ ଜସ୍ ବଟଲର 137ଟି ଛକା ମାରିଛନ୍ତି।